ମୁଁ କେବେ ହେଲେ କାହାକୁ କୌଣସି ବିଷୟରେ ଯୋଉ ସରେଣ୍ଡର କହନ୍ତି ଇଂରାଜୀରେ ମୁଁ କରିବାକୁ ଇଚ୍ଛା କରିପାରେ ନାହିଁ। ସେଥିପାଇଁ ସ୍ଥିତପ୍ରଜ୍ଞ ଭାବରେ ତାର ନାଁଟା ଦିଆହେଇଛି। ବହୁ ଲୋକ ଆପଣ ଦେଖିଥିବେ, ମୁଁ ବହୁ ଲୋକଙ୍କର ଜୀବନୀ ଦେଖିଛି। ବହୁ ଲୋକ ଚାକିରି କରିବେ 60 ବର୍ଷ ପର୍ଯ୍ୟନ୍ତ ବା 18 ବର୍ଷ, ତାପରେ 5-7 ବର୍ଷ ବା 10 ବର୍ଷ କରିଲା ପରେ 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 ସେ ତାଙ୍କର ଜୀବନୀ ଲେଖିବେ। କିନ୍ତୁ ମୁଁ ଦୁଇଟି କାମ ପାଇଁ ସ୍ଥିର କଲି, ଯେତେବେଳେ ମୋର 60 ବର୍ଷ ଯୋଉଦିନ ପୂରିବ ସେଇଦିନ এই বহিটি উন্মোচন করা যে দুইটি কথা যে মু 60 ବର୍ଷ ভিতরে মু এত কাম করে পারিছি, প্রথম কথা। দ্বিতীয় কথা রহিব যে এবে মু যে কথাটি এবে মো ভাষণরে কହୁଥିଲି 60 ରୁ 65 ବର୍ଷ পর্যন্ত আমি টিকে দ্বন্দ্বরে পড়িছু। কালি মতে 61 ବର୍ଷ হব, মু সাথে সাথে সিনিয়র সিটিজেন হয়ে গেলে। কিন্তু মু জন রক্তদাতা, মু 65 ବର୍ଷ পর্যন্ত রক্তদান করে পারিবে। বর্তমানে 60 ବର୍ଷ ମୁଁ ବରିଷ୍ଠ ନାଗରିକ କେମିତି ହେଇପାରିବି? କେନ୍ଦ୍ର ସରକାର ଗୋଟେ 17 ମସିହାରେ ନିୟମ କଲେ ଯେ 18 ବର୍ଷରୁ 65 ବର୍ଷ ପର୍ଯ୍ୟନ୍ତ ଆପଣ ରକ୍ତଦାନ କରିପାରିବେ। ପୁଣି ଆପଣଙ୍କର ସେଇ କେନ୍ଦ୍ର ସରକାରଙ୍କର ଦୁଇଟି ବିଭାଗ କେମିତି କଲା ଯେ 60 ବର୍ଷରୁ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ମାନେ ରକ୍ତଦାନ କରିପାରିବେନି? ହାରାହାରି ବୟସ ଯାହାକି 50 ମସିହାରେ 35 ଥିଲା, ଏବେ 72 ଆସି ପହଞ୍ଚିଲା, ମାନେ ତାର ଡବଲ ହେଇଗଲାଣି। ତେଣୁ ଆମେ ବର୍ତ୍ତମାନ ମୁଁ ଅନୁରୋଧ କରିବି, ଆଜି ମୋ ଜନ୍ମଦିନରେ ମୁଁ ବେଶୀ ଖୁସି ହେବି କେନ୍ଦ୍ର ସରକାର ଯଦି ବରିଷ୍ଠ ନାଗରିକ ପାଇଁ ବୟସ 65 ବର୍ଷ କରିପାରନ୍ତେ, ସେଇଟା ହଉଛି ମୋ ପାଇଁ ସବୁଠୁ ବେଶୀ ଖୁସି ହବ। ଦ୍ୱିତୀୟରେ ସରକାର ମାନେ ମଧ୍ୟ ବହୁତ ଖୁସି ହେବେ, କାରଣ ସେମାନେ ତାଙ୍କର ଭତ୍ତା ଦେଇପାରୁନାହାନ୍ତି। ଯୋଉ କହୁଛନ୍ତି ଯେ ଆମେ 60 ବର୍ଷରୁ 3000 ଟଙ୍କା ଦେବୁ ବା 80 ବର୍ଷରୁ 3500 ଦେବୁ, ସେ 80 ବର୍ଷରୁ 3500 ଦଉଛନ୍ତି, କାରଣ 60 ବର୍ଷରୁ 80 ବର୍ଷ ଦେଇପାରୁନାହାନ୍ତି। କାହିଁକି ଦେଇପାରୁନାହାନ୍ତି? କାରଣ 60ରୁ 65 ବର୍ଷ ବହୁ ଲୋକ ଅଛନ୍ତି, କାରଣ ତାପରେ ଧୀରେ ଧୀରେ କମିବେ। ତେଣୁ ଏଇ ଯୋଉ 60ରୁ 65 ବର୍ଷ ଯଦି ଆପଣ ବଢେଇ ଦେଇ ପାରନ୍ତେ, କାରଣ କାହାରି ଅସୁବିଧା। ବହୁ ଲୋକ ମଧ୍ୟ ଆପଣ ଜାଣିଥିବେ 60 ବର୍ଷ ରିଟାୟାର୍ଡ କଲା ପରେ ମଧ୍ୟ ସେ ଚାହୁଁଛନ୍ତି ମୁଁ ପୁଣି ଚାକିରି କରିବି ବା ଅନ୍ୟ କୋଉଠି ଯାଇ ଚାକିରି କରୁଛନ୍ତି। କାହିଁକି? ଯଦି ମୋର ଶକ୍ତି ଅଛି, ସାମର୍ଥ୍ୟ ଅଛି, ମୁଁ କାହିଁକି ବରିଷ୍ଠ ନାଗରିକ ହେବି? ତେଣୁ ମୁଁ ଆଜି ବରିଷ୍ଠ ନାଗରିକ 60 ବର୍ଷକୁ ବରିଷ୍ଠ ନାଗରିକ ମୁଁ ଆଜି ଗ୍ରହଣ କରିପାରୁନାହିଁ। ଆସନ୍ତାକାଲି ମୋତେ 61 ବର୍ଷ ହବ, ରାତି 12ଟା ପରଠୁ ଆଉ 5 ଘଣ୍ଟା ପରେ। କିନ୍ତୁ ମୁଁ ବରିଷ୍ଠ ନାଗରିକ ହେବା ପାଇଁ ଇଚ୍ଛା ପ୍ରକାଶ କରୁନା। ମୋ ଜୀବନରେ ମୁଁ ଗୁଡାଏ କାର୍ଯ୍ୟକ୍ରମ କରିଛି। ଆପଣ ନା ମୁଁ ପିଲାଦିନେ ଯୋଉ କଲେଜରେ ପଢୁଥିଲି, ସେ କଲେଜରେ ବହୁତ ଭଲ କମର୍ସ କଲେଜ, ଢେଙ୍କାନାଳ କଲେଜରେ, ସେଠି ସେମିନାରୀ ବିଭାଗ ନଥିଲା। ଅନ୍ୟ ସବୁଠୁ ଯୋଉଥିରେ ଅଳ୍ପ ପିଲା ଅଛନ୍ତି ସେଠି ସେମିନାରୀ ଡିପାର୍ଟମେଣ୍ଟ ଅଛି, ଆମର ରହିବନି। ମୁଁ ନେତୃତ୍ୱ ନେଇ ସେଠି ସେମିନାରୀ କରିଛି। ମୁଁ ପ୍ରଥମ ସେମିନାରୀ ସେକ୍ରେଟାରୀ ହୋଇଛି। ମୁଁ ରକ୍ତଦାନ ପାଇଁ ପ୍ରଥମେ 2002 ମସିହାରେ ଓଡ଼ିଶା ସ୍ୱେଚ୍ଛାକୃତ ରକ୍ତଦାତା ଓ ପ୍ରବର୍ତ୍ତକ ସଂଘ ଗଠନ କରି ରକ୍ତଦାନ କରିଛି, ରକ୍ତଦାନ କରାଇଛି ଓଡ଼ିଶା ସାରା। ଏବଂ ତାପରେ 2005 ମସିହାରେ ଯେତେବେଳେ ରକ୍ତଦାନ ଉପରେ ଆଦୌ ନଥିଲା, କୌଣସି ପ୍ରଚାର ପ୍ରସାର ନଥିଲା, ସେତେବେଳେ ଗୋଟିଏ ଦିନରେ ଭୁବନେଶ୍ୱରରେ 2002 ୟୁନିଟ୍ ରକ୍ତଦାନ କରି 14 ନିଜର କାର୍ଯ୍ୟଧାରା ଭିତରେ, ଓକିଲାତି କାର୍ଯ୍ୟଧାରା ଭିତରେ ଯୋଉ ଯାହା ଯାହା ଅନୁଭବ ଅଛି, ଯାହା ଜାଣିବେ ଯେ ଏଇ ଜିନିଷଟାକୁ ଯଦି ଜଣେ ପଢିବ, ପାଠ କରିବ, ଯେ ନାଇଁ ଜଣେ ଏଇଟା ଯଦି କରିପାରିବେ ତାହେଲେ ମୁଁ କାହିଁକି ନ କରିପାରିବି? ତେଣୁ ଜଣଙ୍କର ଇଚ୍ଛା ଶକ୍ତି, ଦୃଢ ମାନସିକତା ହବ। ଏଇ